ଜୟ ଶ୍ରୀରାମ ବନ୍ଧୁଗଣ। ଇତିହାସର ସବୁଠୁ ବଡ଼ ଧର୍ମଯୁଦ୍ଧ ମହାଭାରତ ଯୁଦ୍ଧ ପାଣ୍ଡବମାନେ ବିଜୟ କରିଥିଲେ, କିନ୍ତୁ ସେଇ ପାଣ୍ଡବମାନେ ତାଙ୍କର ପିତାଙ୍କର ମାଂସ ଖାଇଥିଲେ। ଏମିତି କ'ଣ ହେଇଥିଲା ଆଜି ଆମେ ସେଇ ବିଷୟରେ ପୁରା ବିସ୍ତାରରେ ଜାଣିବା। ଯଦି ଆପଣମାନେ ଚ୍ୟାନେଲରେ ନୂଆ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ ଏବଂ ଭିଡ଼ିଓକୁ ଲାଇକ୍ ନିଶ୍ଚିନ୍ତ ରୂପେ କରିଦିଅନ୍ତୁ, କାହିଁକିନା ଏମିତିକା ସ୍ପିରିଚୁଆଲ ଭିଡ଼ିଓ ମୁଁ ଆପଣମାନଙ୍କ ପାଇଁ ନିତିଦିନ ଆଣୁଛି। ରାଜା ପାଣ୍ଡୁ ତାଙ୍କର ଦୁଇ ପତ୍ନୀ କୁନ୍ତୀ ଏବଂ ମାଦ୍ରୀଙ୍କୁ ନେଇକରି ଜଙ୍ଗଲକୁ ଶିକାର କରିବା ପାଇଁ ଯାଇଥିଲେ। ରାଜା ପାଣ୍ଡୁ ଶିକାର ଖୋଜୁ ଖୋଜୁ ତାଙ୍କୁ ଦୁଇଟି ମୃଗ ସମ୍ଭୋଗ କରିବାର ଦେଖାଦେଲେ। ସେହି ସମୟରେ ରାଜା ପାଣ୍ଡୁ କ'ଣ କଲେ ନା ବାଣ ମାରିଥିଲେ ସେ ମୃଗଙ୍କ ଉପରକୁ। ଆଉ ଯେତେବେଳେ ବାଣ ଲାଗି ଯାଇଥିଲା ସେ ଦୁଇ ଜଣ ମୃଗଙ୍କ ଦେହରେ, ସେ ଦୁଇ ଜଣ ମୃଗ ତାଙ୍କର ସ୍ୱରୂପକୁ ଆସିଥିଲେ। ସିଏ ହେଲେ ଋଷି କିଦମ୍ବ ଏବଂ ତାଙ୍କ ପତ୍ନୀ ଦୁଇ ଜଣ ସମ୍ଭୋଗ କରୁଥିବା ସମୟରେ ହିଁ ରାଜା ପାଣ୍ଡୁ ମାରି ଦେଇଛନ୍ତି। ସିଏ ଯେତେବେଳେ ତାଙ୍କ ନିଜ ସ୍ୱରୂପକୁ ପଳେଇ ଆସିଲେ, ସେଇଠି ରାଜା ପାଣ୍ଡୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ। ଆଉ ସେଇଠି ଋଷି କିଦମ୍ବ କହିଲେ କି ତୁମେ କ'ଣ ଜାଣିପାରୁନ ଯେ ଇଏ ଦିବ୍ୟ ମୃଗ ଦୁଇ ଜଣ କିଏ ହେଇଥାଇ ପାରନ୍ତି? ତୁମେ ଆମ ଉପରକୁ କେମିତି ବାଣ ମାରିପାରିଲ? ମୋର ସମ୍ଭୋଗ ସମୟରେ ହିଁ ତୁମେ ମୋତେ ମୃତ୍ୟୁ ଦେଇଦେଇଛ, ସେଥିପାଇଁ ମୁଁ ତୁମକୁ ଅଭିଶାପ ଦେଉଛି। ତୁମେ ଯଦି କେବେ ବି ସମ୍ଭୋଗ କରିବ ତାହେଲେ ସେଇଠି ତୁମର ମୃତ୍ୟୁ ହେଇଯିବ, ତୁମର ଛାତି ଫାଟିଯିବ। ତାପରେ ଋଷି କିଦମ୍ବ ଏବଂ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହେଇଯାଇଥିଲା। ଆଉ ଏ ଅଭିଶାପ ପାଇ ରାଜା ପାଣ୍ଡୁ ଯେତେବେଳେ ମନ ଦୁଃଖରେ ଘରକୁ ଫେରିଲେ, ଆଉ ଏ ଚିନ୍ତା ତାଙ୍କୁ ଖାଇଯାଉଥିଲା କି ମୁଁ ମୋ କୂଳକୁ ଗୋଟେ ସନ୍ତାନ ଦେଇପାରିବି ନାହିଁ ଏ ଅଭିଶାପ ପାଇଁ। ସେଥିପାଇଁ ରାଜା ପାଣ୍ଡୁ ରାଜପାଠ ତ୍ୟାଗ କରିକି ସନ୍ନ୍ୟାସ ଧାରଣ କଲେ। ରାଜା ପାଣ୍ଡୁ ଏବଂ ତାଙ୍କ ପତ୍ନୀ କୁନ୍ତୀ ଏବଂ ମାଦ୍ରୀ ତିନି ଜଣ ମିଶି ସନ୍ନ୍ୟାସ ଧାରଣ କଲେ, ଜଙ୍ଗଲରେ ଯାଇ ବାସ କରିବାକୁ ଲାଗିଲେ। ଜଙ୍ଗଲରେ ବାସ କଲା ପରେ ମଧ୍ୟ ରାଜା ପାଣ୍ଡୁଙ୍କ ମନ ଅସ୍ଥିର ଥାଏ। କୁନ୍ତୀ ରାଜା ପାଣ୍ଡୁଙ୍କୁ କହିଲେ, ଋଷି ଦୁର୍ବାସାଙ୍କର ମୁଁ ବହୁତ ସେବା କରିବା ଫଳରେ ଋଷି ଦୁର୍ବାସା ମୋତେ ଗୋଟେ ବର ଦେଇଛନ୍ତି କି ମୁଁ ଯେଉଁ ଦେବତାଙ୍କୁ ମୁଁ ଆହ୍ୱାନ କରି ପୁତ୍ର ସନ୍ତାନ ପ୍ରାପ୍ତ କରିପାରିବି। ତ ଏକଥା ଶୁଣି ରାଜା ପାଣ୍ଡୁ ବହୁତ ଖୁସି ହେଇଯାଇଥିଲେ। ଆଉ ରାଜା ପାଣ୍ଡୁଙ୍କ ଆଦେଶରେ ମାତା କୁନ୍ତୀ ପ୍ରଥମେ 3ଟି ସନ୍ତାନ ପ୍ରାପ୍ତ କରିଥିଲେ, ଯୁଧିଷ୍ଠିର, ଭୀମ ଏବଂ ଅର୍ଜୁନ। ତାପରେ ପୁଣି ରାଜା ପାଣ୍ଡୁଙ୍କ ଆଦେଶରେ ମାତା କୁନ୍ତୀ ଏ ବିଦ୍ୟାକୁ ମାଦ୍ରୀଙ୍କୁ ମଧ୍ୟ ଶିଖେଇଥିଲେ। ମାଦ୍ରୀ ମଧ୍ୟ ଦେବତାଙ୍କୁ ଆହ୍ୱାନ କରିକିରି 2ଟି ପୁତ୍ର ପ୍ରାପ୍ତ କରିଥିଲେ, ଯିଏ ହେଲେ କି ନକୁଳ ଏବଂ ସହଦେବ। ପାଣ୍ଡୁ ରାଜା ଏବଂ ମାତା କୁନ୍ତୀ ଏବଂ ମାଦ୍ରୀ ବହୁତ ଖୁସିରେ ଅତିବାହିତ କରୁଥିଲେ ଦିନ। ଏମିତି ଦିନ ବିତି ଚାଲିଲା। ଧୀରେ ଧୀରେ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ବଡ଼ ହେବାକୁ ଲାଗିଲେ। ଆଉ ଯେତେବେଳେ ତାଙ୍କର ବାଲ୍ୟ ଅବସ୍ଥାକୁ ସେ ଅତିକ୍ରମ କରି ଯୁବ ଅବସ୍ଥାରେ ପହଞ୍ଚିଲେ, ଦିନେ ରାଜା ପାଣ୍ଡୁ ପାଣ୍ଡବମାନଙ୍କୁ ଡାକି କହିଲେ କି ପୁତ୍ରମାନେ, ମୋତେ ଅଭିଶାପ ମିଳିଥିବା କାରଣରୁ ତୁମେମାନେ ମୋର ଅଂଶରୁ କେହି ଜନ୍ମ ହୋଇନାହଁ, କିନ୍ତୁ ମୋ ଅନୁମତିରେ ତୁମେମାନେ ଜନ୍ମ ହୋଇଥିବା କାରଣରୁ ତୁମେମାନେ ହେଲ ମୋ ପୁତ୍ର। କିନ୍ତୁ ମୋର ଗୁଣ ବା ମୋର ଜ୍ଞାନ ତୁମ ପାଖରେ କିଛି ବି ନାହିଁ। ମୁଁ ଏତେ ବର୍ଷ ହେଲା ଯେଉଁ ବ୍ରହ୍ମଚର୍ଯ୍ୟ ପାଳନ କରିଛି, ମୋ ଭିତରେ ବେସୁମାର ଶକ୍ତି ହେଇଯାଇଛି, ବା ମୁଁ ଭବିଷ୍ୟତ ଦେଖିପାରିବି, ବା ମୋ ଠେଇଁ ଯାହା ବି ଦିବ୍ୟ ଶକ୍ତି ସବୁ ହେଇଯାଇଛି, ମୁଁ ସବୁ ସେସବୁକୁ ତୁମକୁ ପ୍ରଦାନ କରିବାକୁ ଚାହୁଁଛି। ମୋର ମୃତ୍ୟୁ ପରେ ତୁମେମାନେ ମୋର ମାଂସ ଖାଇଦେବ, ଯାହାଫଳରେ କି ମୋର ବୁଦ୍ଧି ବା ମୋର ଭବିଷ୍ୟ ଦେଖିବାର ଶକ୍ତି ତୁମମାନଙ୍କ ପାଖକୁ ବି ପଳେଇ ଆସିବ। ମୋ ଠେଇଁ ଯାହା ବି ସବୁ ଶକ୍ତି ଅଛି ସବୁ ତୁମମାନଙ୍କ ପାଖକୁ ପଳେଇ ଆସିବ। ଆଉ ଏମିତି ଅନେକ ବର୍ଷ ବିତିଗଲା ପରେ ଥରେ ଜଙ୍ଗଲରେ ରାଜା ପାଣ୍ଡୁ ଏବଂ ମାଦ୍ରୀ ଜଙ୍ଗଲରେ ବୁଲୁଥିବା ସମୟରେ ଜଙ୍ଗଲର ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଶ୍ୟକୁ ଦେଖି ସେମାନେ ବି ମୋହିତ ହୋଇଯାଇଥିଲେ। ସେମାନେ ଯେତେବେଳେ ନିଜ ନିଜ ଆଡ଼କୁ ଆକୃଷ୍ଟ ହେବାକୁ ଲାଗିଲେ, ଆଉ ରାଜା ପାଣ୍ଡୁ ଯେତେବେଳେ ନିଜକୁ କଣ୍ଟ୍ରୋଲ ନ କରି ସମ୍ଭବ କରିବା ପରିସ୍ଥିତିକୁ ଆସିଲେ, ସେହି ସମୟରେ ରାଜା ପାଣ୍ଡୁଙ୍କର ମୃତ୍ୟୁ ହେଇଯାଇଥିଲା। ଏହି କଥା ଯେତେବେଳେ ମାଦ୍ରୀ ଦେଖିଥିଲେ କି ମୋରି ପାଇଁ ହିଁ ରାଜା ପାଣ୍ଡୁଙ୍କର ମୃତ୍ୟୁ ହେଇଛି, ମାଦ୍ରୀଙ୍କର ବି ସେଇଠି ମୃତ୍ୟୁବରଣ ହେଇଯାଇଥିଲା। ଆଉ ଯେତେବେଳେ ଶବ ସଂସ୍କାର ହେବାକୁ ଆସିଲେ, ପାଣ୍ଡବମାନେ ତାଙ୍କର ପିତାଙ୍କର ମୃତ୍ୟୁ ପରେ ପୁରା ଭାଙ୍ଗି ପଡ଼ିଥିଲେ। ସେ କେମିତି ତାଙ୍କର ପିତାଙ୍କର ମାଂସ ଖାଇପାରିବେ, ସେଥିପାଇଁ ସମସ୍ତେ ମନା କଲେ କେହି ବି ତାଙ୍କ ମାଂସ ଖାଇବେ ନାହିଁ। କିନ୍ତୁ ସହଦେବ ପିତାଙ୍କର ଆଦେଶ ମାନି ପାଣ୍ଡୁ ରାଜାଙ୍କର ଯେତେବେଳେ ମୃତ୍ୟୁ ହୋଇଗଲା, ତାଙ୍କ ଆଙ୍ଗୁଠିରୁ ଟିକେ ନାକରୁ ଖାଇ ଦେଇଥିଲେ, ଯାହାଫଳରେ କି ସିଏ ଏତେ ବୁଦ୍ଧିମାନ ହେଇପାରିଲେ। ସେଥିପାଇଁ ସହଦେବଙ୍କ ପାଖକୁ ରାଜା ପାଣ୍ଡୁଙ୍କର ସମସ୍ତ ଶକ୍ତି ପଳେଇ ଆସିଥିଲା। ଆଉ ଭବିଷ୍ୟ, ଭୂତ ଆଉ ବର୍ତ୍ତମାନ 3ଟା ଜିନିଷ ସହଦେବ ଦେଖିପାରୁଥିଲେ। ମହାଭାରତ ଯୁଦ୍ଧର ଭବିଷ୍ୟତ କ'ଣ ହେବ କେବଳ ପ୍ରଭୁ ଶ୍ରୀକୃଷ୍ଣ ଏବଂ ସହଦେବ ହିଁ ଜାଣିଥିଲେ। ପ୍ରଭୁ ଶ୍ରୀକୃଷ୍ଣ କିନ୍ତୁ ସହଦେବଙ୍କୁ ଅଭିଶାପ ଦେଇଥିଲେ ଯେ ଯଦି ତୁମେ ଭବିଷ୍ୟତ କାହାକୁ ବି କହିବ ତାହେଲେ ତୁମ ଛାତି ସେଇଠି ଫାଟିଯିବ, ତୁମର ମୃତ୍ୟୁବରଣ ହେବ। ସେଥିପାଇଁ ସହଦେବ ଭବିଷ୍ୟତ ଜାଣିକିରି ବି ଚୁପ୍ ରହିଲେ। ଏବେ ଆପଣମାନେ ଜାଣିପାରିଲେ ସହଦେବ କାହିଁକି ଖାଇଥିଲେ ତାଙ୍କର ପିତାଙ୍କର ମାଂସ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ ନିଶ୍ଚିନ୍ତ ରୂପେ କରିଦେବେ। ଜୟ ଶ୍ରୀରାମ।